সেই সময় সে গাঁর জনে লোক গরিব ଲୋକଟିଏ ତା ନାଁ ହେଉଛି ହରିବୁଲା। ଏ ହରିବୁଲା କ'ଣ କରୁଛି ନା ବ୍ୟାଙ୍କରୁ କିଛି ଟଙ୍କା ଋଣ ନେଇଯାଇଛି। ବ୍ୟାଙ୍କ ଆସିକି ଡେଙ୍ଗୁରା ପିଟୁଛି ଯେ ଋଣ ଯଦି ବର୍ତ୍ତମାନ ପରିଶୋଧ ନ କରିବ ତାହେଲେ ତମ ଘରକୁ ନିଲାମ କରିଦେବ। ସେହି ସମୟରେ ହରିବୁଲା ସବୁ ଘରକୁ ଯାଇଛି, ଯାଇକି ସାହାଯ୍ୟ ମାଗିଛି ଯେ ମୋତେ କିଛି ସାହାଯ୍ୟ ଦିଅ, ମୋ ଘରଟା ଯେ ନିଲାମ ହେଇଯିବ। ସମସ୍ତେ ଦାଣ୍ଡି କବାଟ ପକାଇଛନ୍ତି, ସମସ୍ତେ ନାହିଁ କରିଦେଇଛନ୍ତି, କିଛି ନାହିଁ ଦେଇହେବନି। ଟିକେ ଭାବୁଛି ଯେ ତାହେଲେ କାହା ପାଖକୁ ମୁଁ ଗଲେ ଏଇ ଯେଉଁ ବିପଦ ରହିଛି ଏ ବିପଦରୁ ମୁଁ ଅନ୍ତତଃ ମୁକ୍ତି ପାଇପାରିବି। ତାର ମନେ ପଡ଼ିଯାଇଛି ମାତା ମନମୋହନ ଦେବୀଙ୍କର କଥା ମନେ ପଡ଼ିଯାଇଛି ଯେ ଏଇ ମାଆଙ୍କ ପାଖକୁ ଗଲେ ଏଇ ଗୋଟେ ଖାଲି ହାତରେ ଫେରେ। ହରିବୁଲା ଆସିକି ପହଞ୍ଚି ଯାଇଛି ମାତା ମନମୋହନ ଦେବୀଙ୍କ ପାଖରେ ପହଞ୍ଚିଛି। ସେତେବେଳେ ମାତା ମନମୋହନ ଦେବୀଙ୍କର ପରିବାରର ଯେ ଅବସ୍ଥା ସିଏ ବି ମଧ୍ୟ ଅତି ଦରିଦ୍ରତା ଭିତରେ ଗତି କରିକି ଚାଲିଥାନ୍ତି। ଆମେମାନେ ଟିକେ ଅଭାବ ଟିକେ ଅନାଟନ ପଡ଼ିଗଲେ ଆମେମାନେ ବାଟ ଭାଙ୍ଗି ଦେବୁ, ଆମେମାନେ ଭାଙ୍ଗି ପଡ଼ୁ। କିନ୍ତୁ ପୁରୁଷୋତ୍ତମଙ୍କର ଜନନୀ ଯିଏ ଆଉ ପୁରୁଷୋତ୍ତମଙ୍କର ଯେଉଁ ବାଲ୍ୟ ଅବସ୍ଥା ସେ ଏତେ ଯେ ଦାରିଦ୍ର୍ୟତା ଭିତରେ ଗତି କରିକି ଚାଲିଥିଲା, ସେଭଳି ଦରିଦ୍ର ଲୋକ ବର୍ତ୍ତମାନ ପୃଥିବୀରେ ବୋଧେ କେହି ନଥିବେ। ଠାକୁରଙ୍କର ଯେ ପିତା ଶିବଚନ୍ଦ୍ର ଚକ୍ରବର୍ତ୍ତୀ ଠାକୁର ଛୋଟିଆ ଛୁଆଟିଏ ହେଇଥାନ୍ତି, ଶିଶୁ ଅବସ୍ଥା, ସେତେବେଳେ ସେ ରୋଗାକ୍ରାନ୍ତ ହେଇକି ଘରେ ପଡ଼ିଯାଇଛନ୍ତି। ଘରର ମୁଖ୍ୟ ରୋଜଗାରିଆ ଲୋକଟା ଯେତେବେଳେ ପଡ଼ିଯାଉଛି, ସେ ବେଡ୍ରେ ପଡ଼ିଯାଉଛି, ବିଛଣାରେ ପଡ଼ିଯାଉଛି, ଘର ଚଳିବ କେମିତି? ମାତା ମନମୋହନ ଦେବୀ ଘରର ଯାହା ଯାହା ଆସବାବ ପତ୍ର ଥିଲା ସବୁକିଛି ବିକ୍ରି ବାକି କରିକିରି ବିକା ବିକ୍ରି କରିକିରି ପିଲାମାନଙ୍କୁ ଚଳେଇ ଯାଉଛନ୍ତି। ଘରେ ଆଉ କିଛି ବି ମଧ୍ୟ ସମ୍ପତ୍ତି ନାହିଁ। ତେଣୁ ହରିବୁଲା ଆସିକି ମାଆଙ୍କ ପାଖରେ ପହଞ୍ଚି ଯାଉଛି, କହୁଛି ମା ଆପଣ ସାହାଯ୍ୟ ନ କଲେ ଆଜି ମୋ ଘରଟା ନିଲାମ ହେଇଯିବ। ମା ଚିନ୍ତା କରୁଛନ୍ତି ଯେ କ'ଣ ଅଛି ଯେ କିଭଳି ଭାବେ ତାକୁ ମୁଁ ସାହାଯ୍ୟ କରିବି। ମାଆଙ୍କର ଦୃଷ୍ଟି ପଡ଼ିଯାଇଛି ପାଖରେ ଶୋଇଥିବା ଛୋଟ ଛୁଆଟି ଅନୁପ୍ରଚନ୍ଦ୍ରଙ୍କ ଉପରେ ଦୃଷ୍ଟି ପଡ଼ିଯାଇଛି। ଆମର ଯେମିତି 21କୁ ସବୁ ମାମୁଁ ଘର ଦିଅନ୍ତି ଯେ ସୁନା ଜିନିଷ ଟିକେ ରୂପା ଜିନିଷ ଟିକେ ଯେମିତି ନାତି ନାତୁଣୀକି ଦିଅନ୍ତି, ଠିକ୍ ସେଇଭଳି ଭାବରେ ଅନୁପ୍ରଚନ୍ଦ୍ରଙ୍କର 21 ସମୟରେ ତାଙ୍କ ମାମୁଁ ଘର ହାତକୁ ଗୋଟିଏ ସୁନା ଚୁଡ଼ି ଦେଇଥିଲେ, ବେକକୁ ଗୋଟିଏ ସୁନା ଚେନ୍ଟିଏ ଦେଇଥିଲେ। ମାଆଙ୍କର ଦୃଷ୍ଟି ପଡ଼ିଗଲା ଅନୁପ୍ରଚନ୍ଦ୍ର ଶୋଇଛନ୍ତି, ଶିଶୁ ଅନୁପ୍ରଚନ୍ଦ୍ର ଯେମିତି ଶୋଇଛନ୍ତି, ଘରେ ତ କିଛି ନାହିଁ। ଏ ଦୃଷ୍ଟିଟା ଯେମିତି ପଡ଼ିଗଲା ହାତରୁ ସେ ସୁନା ଚୁଡ଼ି ଜଡ଼ିତ କାଢ଼ିଦେଲେ ଆଉ ଛୁଆର ବେକରୁ ସୁନା ଚେନ୍ଟି ଖୋଲିଦେଲେ। ଖୋଲି ଦେଇକି ହରିବୁଲାକୁ ଦେଲେ, କହିଲେ ନେଇଯା।